ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୁଁ ଗୋଟେ ଚିଲି ଗାର୍ଲିକ ରାଇତା ଦହି ଦେଇକି କରିଛି। ଆପଣମାନେ ଥରେ ଏମିତି କରିକି ଦେଖିବେ, ଖାଇବେ, ବହୁତ ଭଲ ଲାଗିବ। ସେଥିପାଇଁ କିଛି ଧନିଆ ପତ୍ରର ଡେମ୍ଫ ନେଇଯିବେ। କଞ୍ଚା ଲଙ୍କା ଯେତିକି ରାଗ ଦରକାର ଆପଣଙ୍କ ନେବେ। ଗୋଟା ରସୁଣ ଚୋପା ଛଡ଼େଇକି ନେବେ। ଗୋଟା ଜିରା, ଅଳ୍ପ ଲୁଣ ଦେଇକି ଗ୍ରାଇଣ୍ଡିଙ୍ଗ ଜାର୍ରେ ଦରଦରିଆ ପେଷ୍ଟ କରିଦେବେ। ପୁରା ତାକୁ ପତଳା କରିବେନି, ଟିକେ ଖଣ୍ଡ ଖଣ୍ଡ ଗୋଟା ଗୋଟା ଥିବ। ଗୋଟେ ଗିନାରେ ଦହି ନେଇଯିବେ। ଦହିକୁ ଭଲ ଭାବରେ ଫେଣ୍ଟି ଦେବେ। ଫେଣ୍ଟି ହେଇଗଲା ପରେ ତାକୁ ସାଇଡ଼୍ କରିକି ରଖିଦେବେ। ଗୋଟେ ପ୍ୟାନ୍ ବା କଡ଼େଇ ନେଇଯିବେ। ସେଥିରେ ସୋରିଷ ତେଲ ଦେବେ। ସୋରିଷ ତେଲରେ ଏଇଟା ହୁଏ, ଭଲ ଲାଗେ ତାକୁ। ତେଲ ଯେମିତି ଗରମ ହେଇଯିବ, କଳା ଜିରା, କଳା ସୋରିଷ ଦେଇଦେବେ। ସେଟା ଯେମିତି ଫୁଟି ଉଠିବ, ସେ ଯେଉଁ ଗ୍ରାଇଣ୍ଡିଙ୍ଗ ଜାର୍ରେ ପେଷ୍ଟ କରିଥିବେ ନା, ଦରଦରିଆ ପେଷ୍ଟ କରିଥିବେ, ଧନିଆ ପତ୍ର, କଞ୍ଚା ଲଙ୍କା, ରସୁଣର, ତାକୁ ଦେଇଦେବେ। ଦେଇକି ତାକୁ ଭଲ ଭାବରେ ଭାଜିବେ। ସେଇ ଗ୍ରାଇଣ୍ଡିଙ୍ଗ ଜାର୍ଟା ଟିକେ ଧୋଇକି ପାଣି ଦେଇଦେବେ। ତାକୁ ଭଲ ଭାବରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଷିବେ। ସେ ରସୁଣିଆର ଗନ୍ଧଟା ପଳେଇବ, ପାଣି ପୁରା ମରିଯିବ, ଭଲ ଭାବରେ ସେଇଟା ଭାଜି ହେଇଯିବ। ତାର ଗୋଟେ ବଢ଼ିଆ ବାସ୍ନା ଆସିବ, ଦେଖିବେ। ଭଲ ଭାବରେ ତ ସେଇଟା କଷି ହେଇଯିବ ନା, ଆପଣ ଜାଣିପାରିବେ। ତାପରେ ଗ୍ୟାସର ଫ୍ଲେମ୍ ବନ୍ଦ କରିଦେବେ, କାହିଁକିନା ଗ୍ୟାସ୍ ଯଦି ଚାଲିବ, ଆମେ ଦହି ପକାଇବା ନା, ଦହିଟା ଛେନା ଫାଟିଯିବ। ସେଥିପାଇଁ ଆମେ ପୁରା ଗ୍ୟାସ୍ ଫ୍ଲେମ୍ ଯେତେବେଳେ ବନ୍ଦ କରିଦେବା, ଥଣ୍ଡା ହେଇଯିବ, ସେ ଯେଉଁ ଦହିକୁ ଫେଣ୍ଟିକି ରଖିଥିବା ନା, ସେ ଦହିଟା ଦେଇଦେବା। ଦେଇକି ତାକୁ ଭଲ ଭାବରେ ଦହିଟା ମିଶାଇଦେବା। ଭଲ ଭାବରେ ମିଶାଇଯିବ, ତା ସାଙ୍ଗରେ ପୁରା ସବୁ ଜିନିଷ ମିଶିକି ବଢ଼ିଆ ଗୋଟେ ରାଇତା ହେଇଯିବ। ଏଇ ରାଇତା ଆପଣମାନେ ଦୋସା, ନାନ୍, ପରଟା କେଉଁଥିରେ ବି ଖାଆନ୍ତୁ, ବହୁତ ଭଲ ଲାଗେ। ଉତ୍ତପମ, ଇଟଲି। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗୁଥିବ, ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମରେ ଫଲୋ କରିଦେବେ। ମୋର ଭିଡ଼ିଓ ଗୁଡ଼ିକୁ ଲାଇକ୍, କମେଣ୍ଟ, ସେୟାର କରିଦେଉଥିବେ।